ହଟାଇ ଦେଇଥିଲେ। ଆଉ ଏଇଗୁଡ଼ା ସବୁ ମାଡ଼ ସେ ଯେଉଁ ବାଉଁଶ ଫାଳିଆ କାଠ ଫାଳିଆରେ ବାଡ଼େଇକି ମୋତେ ଆହତ କରିଛି। ମୋ ଗାଡ଼ି ଆଗକୁ ଫାଷ୍ଟ ଗୋଟେ ପଥରଟେ ଫୋପାଡ଼ିଲା ହେଇଥିଲା। ତାପରେ ମଙ୍ଗଳପୁର ସାନ ମଙ୍ଗଳପୁର ଲିପୁ ଆଉ ସୁବ୍ରତ ଇନ୍ଦ୍ରଜିତ ତରେଇ ଆଉ ଆଲୋକ। ମୁଁ ଢେଙ୍କାନାଳ ଯାଇଥିଲି ସକାଳୁ। ଢେଙ୍କାନାଳ ଥିଲାବେଳେ ମୁଁ ବଡ଼ା ଛକ ଦେଇକି ପନ୍ତୁରୀ ଦେଇକି ଆସିବା ସମୟରେ ସେ ଠାକୁରାଣୀ ମନ୍ଦିର ପାଖରେ ଫାଷ୍ଟ 12 ଆରିଆନ ହଠାତ୍ ପଶି ଆସିଲା। 4005 ଯାଉଛି ସୁମି ପଣ୍ଡା କହି ମୋ ଗାଡ଼ି ଆଗକୁ ଫାଷ୍ଟ ଗୋଟେ ପଥରଟେ ଫୋପାଡ଼ିଲା ହେଇଥିଲା। ତାପରେ ମଙ୍ଗଳପୁର ସାନ ମଙ୍ଗଳପୁର ଲିପୁ ଆଉ ସୁବ୍ରତ ଇନ୍ଦ୍ରଜିତ ତରେଇ ଆଉ ଆଲୋକ ଆଉ ମନୋଜ ଓଝା ଏଇମାନେ ଟୋଟାଲ ଡାଇରେକ୍ଟ ଆସିକି ଠେଙ୍ଗା ଧରିକି ମୋତେ ଘୋଷାରିକି ମୋ ଠେଙ୍ଗା ଯେଉଁ ଏଇଠି ଇଟା ଯେଉଁ ପଥରଟା ମାରିକି ଫଟେଇ ଦେଇଥିଲେ। ଆଉ ଏଇଗୁଡ଼ା ସବୁ ମାଡ଼ ସେ ଯେଉଁ ବାଉଁଶ ଫାଳିଆ କାଠ ଫାଳିଆରେ ବାଡ଼େଇକି ମୋତେ ଆହତ କରିଛନ୍ତି। ଆପଣଙ୍କର କ'ଣ ରହିବ ଦାବି? କ'ଣ ରହିବ? ମୋର ଦାବି ସେମାନେ ଯଥାଶୀଘ୍ର ଆରେଷ୍ଟ ହେଇକି ମୋର ନ୍ୟାୟ ଦରକାର। ସେ ଯଥାଶୀଘ୍ର ଆରେଷ୍ଟ ହେଇକି ଯାଆନ୍ତି। ଆପଣ ଆଶା ରଖିଛନ୍ତି? ମୁଁ ଆଶା ରଖିଛି ପ୍ରଶାସନ କଥା ଆମର ଶୁଣିବ। ଆମେ ଏଠି ବସିଛୁ, ମୋର ନ୍ୟାୟ ଦରକାର।